ଜୟ ଶ୍ରୀରାମ ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଛନ୍ତି ପ୍ରଭୁ ଶ୍ରୀରାମ 14 ବର୍ଷ ବନବାସ ଥିବା ସମୟରେ ହିଁ ମାତା ସୀତାଙ୍କୁ ରାବଣ ହରଣ କରି ନେଇଯାଇଥିଲା। ଆଉ ପ୍ରଭୁ ଶ୍ରୀରାମ ରାବଣର ବଧ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ ବା ରାବଣ କବଳରୁ ମୁକ୍ତ କରିଥିଲେ। କିନ୍ତୁ ପ୍ରଭୁ ଶ୍ରୀରାମ ରାବଣ କବଳରୁ ମାତାଙ୍କୁ ମୁକ୍ତ କରାଇଲା ପରେ ଏମିତି କ'ଣ ହେଇଥିଲା ଯେ ମାତା ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ଆଉ ମାତା ସୀତାଙ୍କୁ ପରେ ପ୍ରଭୁ ଶ୍ରୀରାମ ତ୍ୟାଗ କରିଦେଇଥିଲେ। ପ୍ରଭୁ ଶ୍ରୀରାମ ଯେତେବେଳେ ରାବଣର ବଧ କରିସାରିଲେ ତ ବାନର ସେନା ଉଲ୍ଲାସ ଆନନ୍ଦରେ ସମସ୍ତେ ନାଚି ଉଠିଲେ, କାହିଁକିନା ଏତେ ବଡ଼ ବିଜୟ ହେଲା। ଏ ସଂସାରର ସବୁଠୁ ବଡ଼ ରାକ୍ଷସ ରାଜ ରାବଣର ବଧ ହେଲା, ଧର୍ମର ସ୍ଥାପନା ହେଲା, ଅଧର୍ମର ନାଶ ହେଲା। ପ୍ରଭୁ ହନୁମାନ ବହୁତ ଖୁସି, ଭ୍ରାତା ଲକ୍ଷ୍ମଣ ବହୁତ ଖୁସି, ବାନର ସେନା ସମସ୍ତେ ଭାବୁଛନ୍ତି ଯେ ଏବେ ମାତା ସୀତା ଆସିବେ। ପ୍ରଭୁ ଶ୍ରୀରାମଙ୍କ ଠାରୁ ଆଦେଶ ନେଇ ପ୍ରଭୁ ହନୁମାନ ମାତା ସୀତାଙ୍କୁ ସୂଚନା ଦେବା ପାଇଁ ଯେତେବେଳେ ଯାଇଥିଲେ, ମାତା ସୀତାଙ୍କୁ ଯାଇ ପ୍ରଭୁ ହନୁମାନ କହିଥିଲେ କି ଏବେ ମାତା ଆପଣଙ୍କ ଦୁଃଖର ଦିନ ଗଲା, ରାବଣର ବଧ ହୋଇସାରିଛି, ପ୍ରଭୁ ଶ୍ରୀରାମ ରାବଣର ବଧ କରିସାରିଛନ୍ତି, ଏବେ ଆପଣଙ୍କର ପ୍ରଭୁ ଶ୍ରୀରାମଙ୍କ ସହିତ ମିଳନ ହବ। ଯେତେବେଳେ ମାତା ସୀତାଙ୍କୁ ପ୍ରଭୁ ହନୁମାନ ସୂଚନା ଦେଇକିରି ଆସିଲେ, ପ୍ରଭୁ ଶ୍ରୀରାମ ଯେତେବେଳେ ବିଭୀଷଣକୁ ରାଜା ବନେଇ ସାରିଲେ, ଆଉ ବିଭୀଷଣ ନିଜେ ଯାଇଥିଲେ ମାତା ସୀତାଙ୍କୁ 16 ସିଂଗାର ବସ୍ତ୍ର ଦେବା ପାଇଁ। ଦେଇ ସାରିଲା ପରେ ମାତା ସୀତା ଯେତେବେଳେ ସଜବାଜ ହେଇକିରି ବାହାରକୁ ଆସିବେ, ପ୍ରଭୁ ଶ୍ରୀରାମ ଅପେକ୍ଷା କରିଛନ୍ତି ଦ୍ୱାର ବାହାରେ, କାହିଁକି ନା ସେ 14 ବର୍ଷ ବନବାସ ସମୟରେ ଥିଲେ, କୌଣସି କୋଉ ରାଜ୍ୟକୁ ସେ ପ୍ରବେଶ କରିବେ ନାହିଁ। ସେଥିପାଇଁ ମାତା ସୀତା ଆସିବା ପାଇଁ ସମସ୍ତେ ବାନର ସେନା, ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଏବଂ ପ୍ରଭୁ ହନୁମାନ ସମସ୍ତେ ଅପେକ୍ଷା କରିଛନ୍ତି। ଫୁଲର ରାସ୍ତାରେ ଫୁଲ ସଜା ହେଇଛି ମାତା ସୀତା ଆସିବେ ବୋଲି, କିନ୍ତୁ ମାତା ସୀତା ଯେତେବେଳେ ଆସି ଦ୍ୱାରରେ ପହଞ୍ଚିଲେ, ପ୍ରଭୁ ଶ୍ରୀରାମ ସମସ୍ତେ ଭାବୁଥାନ୍ତି ଯେ ପ୍ରଭୁ ଶ୍ରୀରାମ ଯିବେ ମାତା ସୀତାଙ୍କୁ ଆଲିଙ୍ଗନ କରିବେ ବା ଦୁଇ ଜଣଙ୍କର ମିଳନ ହବ। ବହୁତ କିଛି ଅନେକ ଲୋକ ଅନେକ କିଛି ଭାବିଥିଲେ, କିନ୍ତୁ ସେଇଠି ପ୍ରଭୁ ଶ୍ରୀରାମ ନୀରବ ରହିଥିଲେ। ଆଉ ମାତା ସୀତାଙ୍କୁ ଦେଖିବା ବଦଳରେ ସେ ଭୂମିକି ଦେଖିଥିଲେ ବା ମୁଣ୍ଡ ତଳକୁ କରିଦେଇଥିଲେ। ସେଇଠି ମାତା ସୀତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ମାତା ସୀତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ପ୍ରଭୁ ଶ୍ରୀରାମ ଏମିତି କ'ଣ ବ୍ୟବହାର କରୁଛନ୍ତି। ସେଇଠି ପ୍ରଭୁ ଶ୍ରୀରାମ କହିଲେ, ମୁଁ ମୋ ପୁରୁଷତ୍ୱ ପାଇଁ ବା ମୁଁ ମୋର ବଂଶର ମର୍ଯ୍ୟାଦା ରକ୍ଷା କରିବା ପାଇଁ, ମୁଁ ଗୋଟେ ନାରୀର ମାନ ରକ୍ଷା କରିବା ପାଇଁ ମୁଁ ତୁମକୁ ଏଠୁ ମୁକାଳି ନେଲି ବା ରାବଣକୁ ବଧ କରିକିରି ନାରୀର ରକ୍ଷା କଲି, ଏବେ ତୁମେ ମୁକ୍ତ। ମାତା ସୀତା ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଇଗଲେ ଯେ ପ୍ରଭୁ ଶ୍ରୀରାମ ଏ କଥା କେମିତି କହିପାରୁଛନ୍ତି। ସେଇଠି ମାତା ସୀତା କହିଥିଲେ ଯେ ଏ ଜିନିଷ କ'ଣ ପାଇଁ, ମୋତେ ମୁକ୍ତ କ'ଣ ପାଇଁ, ମୁଁ ତ ବର୍ଷେ ହେଲା କେବଳ ଆପଣଙ୍କ ନାମ ଜପି ଆସିଛି ବା ଆପଣଙ୍କ ଚିନ୍ତାଧାରାରେ ହିଁ ମୁଁ ଅଛି, କେବେ ଆପଣ ଆସିବେ ମୋତେ ଉଦ୍ଧାର କରିବେ ଏ ରାବଣ କବଳରୁ। ସେଇଠି ପ୍ରଭୁ ଶ୍ରୀରାମ କହିଥିଲେ, ମୁଁ କେବଳ ଶ୍ରୀରାମ ନୁହଁ କି କେବଳ ତୁମ ସ୍ୱାମୀ ନୁହଁ, ମୁଁ ଅଯୋଧ୍ୟାର ରାଜା ମଧ୍ୟ। ମୋ ପ୍ରଜା କ'ଣ କହିବେ, ଗୋଟିଏ ସ୍ତ୍ରୀ ରାବଣ ପାଖରେ ଗୋଟିଏ ବର୍ଷ ରହିଲା ପରେ ମୁଁ କେମିତି ରଖିପାରିବି ତାକୁ। ସେଇଠି ମାତା ସୀତା ଆଶ୍ଚର୍ଯ୍ୟ ହେଇଯାଇଥିଲେ ଆଉ କହିଥିଲେ କି ମୁଁ ପରୀକ୍ଷା ଦେବି ସେଇଠି। ତାପରେ ପ୍ରଭୁ ଶ୍ରୀରାମ କହିଥିଲେ କି ମୋର କୌଣସି ସନ୍ଦେହ ନାହିଁ, କିନ୍ତୁ ମୁଁ ରାଜା ଯେତେବେଳେ ଗୋଟେ ରାଜ୍ୟର, ତ ମୋତେ ପ୍ରଜାମାନଙ୍କର ଧ୍ୟାନ ରଖିବାର ଅଛି, ତ ସେଥିପାଇଁ ଧର୍ମରେ ଚାଲିଲେ ଅନେକ ପରୀକ୍ଷା ଦେବାକୁ ପଡ଼େ। ତ ସେଥିପାଇଁ ପ୍ରଭୁ ଶ୍ରୀରାମ ଯେତେବେଳେ ଏକଥା କହିଲେ, ମାତା ସୀତା କହିଥିଲେ କି ମୁଁ ପରୀକ୍ଷା ଦେବି, ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହେବି। ତାପରେ ଭ୍ରାତା ଲକ୍ଷ୍ମଣଙ୍କୁ କହିଥିଲେ ଅଗ୍ନି ସଂଯୋଗ କରିବା ପାଇଁ। ଭ୍ରାତା ଲକ୍ଷ୍ମଣ ବହୁତ କଷ୍ଟରେ ଅଗ୍ନି ସଂଯୋଗ କରିଥିଲେ, କାହିଁକିନା ଭ୍ରାତା ଲକ୍ଷ୍ମଣ ମଧ୍ୟ ଚାହୁଁନଥିଲେ କି ମାତା ଅଗ୍ନି ପରୀକ୍ଷା ଦିଅନ୍ତୁ, କେହି ବି ଚାହୁଁନଥିଲେ। ସେଇଠି ମାତା ଅଗ୍ନିଦେବକୁ ଆହ୍ୱାନ କରିଥିଲେ ଆଉ ଅଗ୍ନି ପରୀକ୍ଷା ଦେଇଥିଲେ। ଆଉ ଅଗ୍ନିଦେବ ଆସିକିରି କହିଥିଲେ କି ମାତା ସୀତା କେତେ ପବିତ୍ର ବୋଲି। ତାପରେ ସଂସାର ଜାଣିଥିଲା କି ମାତା ସୀତା କେତେ ପବିତ୍ର, ଯେତେବେଳେ ସ୍ୱୟଂ ଅଗ୍ନିଦେବ ଆସି ମାତା ସୀତାଙ୍କ କଥା କହିଲେ। ତାପରେ ପ୍ରଭୁ ଶ୍ରୀରାମ ଆଉ ମାତା ସୀତାଙ୍କର ମିଳନ ହେଇଥିଲା। ଆଉ ମାତା ସୀତା ଯେତେବେଳେ ଅଯୋଧ୍ୟା ଆସିଲେ, ଅନେକ ଦିନ ଗଲା ପରେ ଧୋବାର ସ୍ତ୍ରୀ ଗୋଟେ ରାତି ବର୍ଷା କାରଣରୁ ବାହାରେ ରହିଯାଇଥିବା କାରଣରୁ ସେ ତାକୁ ସନ୍ଦେହ କଲା ଆଉ ବଡ଼ ପ୍ରସଙ୍ଗ କଥା ଉଠେଇଲା କି ମୁଁ ଶ୍ରୀରାମ ନୁହଁ ଯେ ଗୋଟେ ବର୍ଷ ରହିଲା ପରେ ବି ମୋ ସ୍ତ୍ରୀକି ମୁଁ ଆଣି ରଖିପାରିବି। ତ ଯାହାଫଳରେ କି ପ୍ରଭୁ ଶ୍ରୀରାମ ଏ କଥା ଶୁଣି ଆଶ୍ଚର୍ଯ୍ୟ, ଯେମିତି କେହି କେବେ ଭବିଷ୍ୟତରେ ଆଙ୍ଗୁଠି ନ ଉଠାଉ, ସେଥିପାଇଁ ପ୍ରଭୁ ଶ୍ରୀରାମ ବହୁତ ଦୁଃଖରେ ବହୁତ କଷ୍ଟରେ ରାଜାର ମର୍ଯ୍ୟାଦା ନିଭେଇବା ପାଇଁ ମାତା ସୀତାଙ୍କୁ ତ୍ୟାଗ କରିଥିଲେ। ମାତା ଲକ୍ଷ୍ମଣ ନେଇକିରି ଜଙ୍ଗଲରେ ଛାଡ଼ି ଦେଇଥିଲେ। ସେ ସମୟରେ ମାତା ସୀତା ଗର୍ଭବତୀ ଥିଲେ। ପ୍ରଭୁ ଶ୍ରୀରାମ ତ ମାତା ସୀତାଙ୍କୁ ଅନେକ ଭଲ ପାଉଥିଲେ, ହେଲେ ଏ ସଂସାର ପାଇଁ ବା ପ୍ରଜାଙ୍କ ପାଇଁ ରାଜାର ଧର୍ମ ପାଳନ କରିବା ପାଇଁ ମାତା ସୀତାଙ୍କୁ ଛାତିରେ ପଥର ରଖି ସେ ତ୍ୟାଗ କରିଥିଲେ। ତ ଇଏ ବହୁତ ବଡ଼ ଦୁଃଖର କାହାଣୀ। ଧର୍ମରେ ରହିଲେ ଅନେକ ପରୀକ୍ଷା ଦେବାକୁ ପଡ଼େ। ଈଶ୍ୱରଙ୍କ ଅବତାର ତ ମନୁଷ୍ୟ ସମାଜକୁ ଶିକ୍ଷା ଦେବା ପାଇଁ। ତ ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ, ଯଦି ଆପଣମାନେ ଏମିତିକା ଆଧ୍ୟାତ୍ମିକ ଭିଡ଼ିଓ ଦେଖିବା ପାଇଁ ଚାହାନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖିବା ପାଇଁ କେବେ ହେଲେ ଭୁଲିବେ